ଥରେ ଏକ ଘନ ସବୁଜ ଜଙ୍ଗଲରେ ଶେରା ନାମକ ଏକ ଶକ୍ତିଶାଳୀ ବାଘ ରହୁଥିଲା। ତାର ଶକ୍ତି ଏବଂ ଶକ୍ତି ପାଇଁ ସମସ୍ତ ପ୍ରାଣୀ ତାକୁ ଭୟ କରୁଥିଲେ। ବହୁତ ଦୂରରେ ମିକୁ ନାମକ ଏକ ଚତୁର ଛୋଟ ବାନର ଏକ ଉଚ୍ଚ ବଟଗଛରେ ରହୁଥିଲା। ମିକୁ ତାର ଚାଲାକ ଏବଂ ହସ ପାଇଁ ପ୍ରସିଦ୍ଧ ଥିଲା। ଗୋଟିଏ ଗରମ ଅପରାହ୍ନରେ ଶେରା ବହୁତ ଶୋଷ ଅନୁଭବ କଲା। ସେ ପାଣି ପିଇବା ପାଇଁ ନଦୀ ପାଖକୁ ଗଲା, କିନ୍ତୁ ଫେରିବା ବାଟରେ ସେ ଦେଖିଲେ ଯେ ମିକୁ ଡାଳରୁ ଡାଳକୁ ଡେଇଁ ପାଚିଲା ଆମ୍ବ ଖାଉଛି। ଶେରା ଗର୍ଜନ କଲା, ମିକୁ, ମୋତେ କିଛି ଆମ୍ବ ଦିଅ। ମିକୁ ଚତୁର ହୋଇ ଉତ୍ତର ଦେଲା, ଅବଶ୍ୟ, କିନ୍ତୁ ତୁମେ ନିଜେ ଗଛ ଚଢ଼ିବାକୁ ପଡ଼ିବ। ଶେରା ଚେଷ୍ଟା କଲା, କିନ୍ତୁ ତାର ଭାରୀ ଶରୀର ଏବଂ ତୀକ୍ଷ୍ଣ ନଖ ଏହାକୁ ଅସମ୍ଭବ କରିଦେଲା। ମିକୁ ହସି କହିଲା, ଶକ୍ତି ସବୁକିଛି ନୁହେଁ, ପ୍ରିୟ ଶେରା। କେତେକ ସମୟରେ ମସ୍ତିଷ୍କ ମଧ୍ୟ ଜିତିଥାଏ। ଶେରା କ୍ରୋଧରେ ଗର୍ଜନ କଲା, କିନ୍ତୁ ସେ କୌତୂହଳୀ ମଧ୍ୟ ଥିଲା। ମିକୁ କିଛି ଆମ୍ବ ଛିଣ୍ଡାଇ ଶେରା ପାଖରେ ପକାଇଲା। ବାଘ ସେଗୁଡ଼ିକୁ ସ୍ୱାଦ କଲା ଏବଂ ମିଠା ଉପଭୋଗ କଲା। ସେହି ଦିନଠାରୁ ଶେରା ଅନୁଭବ କଲେ ଯେ ସବୁଠାରୁ ଛୋଟ ପ୍ରାଣୀର ମଧ୍ୟ ନିଜସ୍ୱ ଶକ୍ତି ଅଛି। ମିକୁ ଏବଂ ଶେରା ଅସମ୍ଭବ ବନ୍ଧୁ ହୋଇଗଲେ, ଜଣେ ଶକ୍ତିଶାଳୀ, ଜଣେ ଚତୁର, ଏବଂ ସେମାନେ ଏକାଠି ଜଙ୍ଗଲକୁ ଶିଖାଇଲେ ଯେ ଯେତେବେଳେ ଆମେ ପରସ୍ପରର କ୍ଷମତାକୁ ସମ୍ମାନ କରୁ ସେତେବେଳେ ବନ୍ଧୁତା ବୃଦ୍ଧି ପାଏ।